ମୁଁ ଶ୍ରୀ ରୂपेଶ କୁମାର ପଟେଲ, ସହକାରୀ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁବେଦାଣ୍ଡ ବାଲସଙ୍କରା ବ୍ଲକ। ଆଜିର ଏହି ଷଷ୍ଠ ଶ୍ରେଣୀର ଆଭାସୀ ଶିକ୍ଷା କାର୍ଯ୍ୟକ୍ରମ ଇତିହାସ ବିଷୟର ଏହି କାଳାଂଶରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ମୁଁ ଶ୍ରୀ ରୂପେଶ କୁମାର ପଟେଲ, ସହକାରୀ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁବେଦାଣ୍ଡ ବାଲସଙ୍କରା ବ୍ଲକ। ଆଜିର ଷଷ୍ଠ ଶ୍ରେଣୀର ଏହି ଇତିହାସ ଶିକ୍ଷାଦାନ କାର୍ଯ୍ୟକ୍ରମରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଏବଂ ଆଜିକାର ଏହି ଶିକ୍ଷା କାର୍ଯ୍ୟକ୍ରମକୁ ମୁଁ ଆଗେଇ ନେଉଛି। ତାମାନେ ଆମର ଆଜିକାର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଆଗେଇ ନେବା ପୂର୍ବରୁ ଆମେ ଏଠି ଫଟୋ ଚିତ୍ର ଦେଖିବାକୁ ପାଉଛୁ। ଆମେ ଆମର ଇତିହାସ ବହିରେ ଆଗରୁ ପଢି ସାରିଛେ ଯେ ମଣିଷ ନୃବାନରୁ କ୍ରମ ବିକାଶ ଘଟିକି ମାନେ ଯୋଉ ଇତିହାସରେ ଆମେ ପଢି ସାରିଛୁ ପ୍ରଥମ ଅଧ୍ୟାୟରେ ଯେ ମଣିଷର ଯୋଉ କ୍ରମ ବିକାଶ ହେଇଛି, ପ୍ରଥମେ ସେ ନୃବାନର ହିସାବରେ ଥିଲା, ତାର ଧୀରେ ଧୀରେ କ୍ରମ ବିକାଶ ହେଇକି ଆଜିକାର ଯୋଉ ଆମେ ମଣିଷ ଦେଖୁଛୁ ପୃଥିବୀ ପୃଷ୍ଠରେ, ସେଇ ମଣିଷ ରୂପରେ ସେ ମାନେ ବିକଶିତ ହେଇପାରିଛି। ସେ ଦୃଷ୍ଟିରୁ ଯଦି ଆମେ ବିଚାର କରିବା ଯେ ପ୍ରଥମେ ମଣିଷ ଯେତେବେଳେ ସେ କୃଷି ଜାଣିନଥିଲା, ନିଆଁର ବ୍ୟବହାର ଜାଣିନଥିଲା, ଚକର ବ୍ୟବହାର ଜାଣିନଥିଲା, ସେ ଜଙ୍ଗଲରେ ରହୁଥିଲା ଏବଂ ଯାଯାବର ଜୀବନଯାପନ କରିକି ତାର ଜୀବିକା ନିର୍ବାହ କରୁଥିଲା। ଗୋଟେ ଜାଗାର ଫଳମୂଳ ଏବଂ ଖାଦ୍ୟ ସରିଗଲେ ସେ ସ୍ଥାନ ପରିବର୍ତ୍ତନ କରୁଥିଲା ଏବଂ ଯାଯାବର ଜୀବନଯାପନ କରୁଥିଲା। ଯେତେବେଳେ ପରବର୍ତ୍ତୀ ସମୟରେ ସେ ନିଆଁର ବ୍ୟବହାର ଜାଣିଲା, ତାପରେ ବ୍ୟବହାର ଜାଣିଲା, ମଞ୍ଜିରୁ ଗଜା ହେଇକି ଗଛ ହେବାର ଶିଖିଲା ଏବଂ ଗଛରେ ଫଳ ଫଳିବାର ଦେଖିଲା ଏବଂ ଚକର ବ୍ୟବହାର ଜାଣିଲା। ତ ଏହିଭଳି ଭାବରେ ସେ ଧୀରେ ଧୀରେ ଯେତେବେଳେ ତାର ଜ୍ଞାନର ବୃଦ୍ଧି ହେଲା, ସେ ଆଉ ମାନେ ସେ ଜାଗାରୁ ଆଉ ଗୋଟେ ଜାଗାକୁ ନ ବୁଲିକି ସ୍ଥାୟୀ ଭାବରେ ସେ କିପରି ବସବାସ କରିବ ତାର ସେ ପ୍ରକ୍ରିୟା ଆରମ୍ଭ କଲା। କୃଷି ହିଁ ବା ଯୋଉ ମଞ୍ଜିରୁ ଗଜା ହେବାର ସେ ଜାଣିଲା, ତ ଆଉ କୃଷି କାର୍ଯ୍ୟ ଶିଖିଲା, ତ କୃଷି କାର୍ଯ୍ୟ ହିଁ ମଣିଷକୁ ସ୍ଥାୟୀ ଭାବରେ ବସବାସ କରିବା ସହାୟକ ହେଇଥିଲା। ତ ସେଇ ଦୃଷ୍ଟିରୁ ଆମେ ଚିତ୍ରରେ ଦେଖୁଥିବା ଏଠି ପ୍ରଥମେ ମଣିଷ କେମିତି ବଣ ଜଙ୍ଗଲରେ ବୁଲି ବୁଲି ସେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ବୁଲିକିରି ସେ ତାର ମାନେ ଖାଦ୍ୟ ସଂଗ୍ରହ କରୁଥିଲା ଏବଂ ଗୋଟେ ଜାଗାର ଖାଦ୍ୟ ବା ଫଳମୂଳ ସରିଗଲେ ଏବଂ ପଶୁପକ୍ଷୀ ଯାହା ଶିକାର କରିକି ସେ ଖାଉଥିଲା, ସେ ସବୁ ସରିଗଲା ପରେ ସେ ସ୍ଥାନ ପରିବର୍ତ୍ତନ କରୁଥିଲା, ପୁଣି ନୂଆ ଜାଗାକୁ ଯାଇକି ସେଠି ପଶୁ ଶିକାର, ପକ୍ଷୀ ଶିକାର କରିକି ଫଳମୂଳ ସଂଗ୍ରହ କରିକି ସେ ଖାଇକି ବଞ୍ଚୁଥିଲା। ତାପରେ କୃଷି କାର୍ଯ୍ୟ ଶିଖିଲା ପରେ ସେ ଧୀରେ ଧୀରେ ପରବର୍ତ୍ତୀ ସମୟରେ ଗୋଟେ ଜାଗାରେ ସ୍ଥାୟୀ ଭାବରେ ବସବାସ କରିବା ଶିଖିଲା ଏବଂ ମୁଖ୍ୟତଃ ଯେହେତୁ ସେତେବେଳେ ମାନେ ମଣିଷ ପାଣିର ସୁବିଧା ଦୃଷ୍ଟିରୁ ନଈ କୂଳରେ ତାର ବସତି ସ୍ଥାପନ କଲା ଏବଂ ଚାଷ କାର୍ଯ୍ୟ କରିକି ସେ ସ୍ଥାୟୀ ଭାବରେ ବସବାସ କଲା ଏବଂ ଗୋଟିଏ ଜାଗାରେ କିଛି ପରିବାର ଏକାଠି ଯେତେବେଳେ ବସବାସ କଲେ, ତ ପ୍ରଥମେ ସେଠି ଗାଁ ସୃଷ୍ଟି ହେଲା ଏବଂ ସେ ଗାଁରେ ଦଳବଦ୍ଧ ଭାବରେ କିଛି ଏକାଠି ହେଇକି ରହିଲେ। ତାପରେ ଧୀରେ ଧୀରେ ଗାଁରେ ଯେତେବେଳେ ଜନସଂଖ୍ୟା ବଢିଗଲା ଏବଂ ତାର କ୍ରମ ବିକାଶ ଧରିକି ଆହୁରି ସେ ଉନ୍ନତି କରିବାକୁ ଲାଗିଲା, ପରବର୍ତ୍ତୀ ସମୟରେ ସେ ପୁଣି ସେଇ ଯୋଉ ଦିନେ ଛୋଟିଆ ଗାଁଟା ଥିଲା ସେଟା ପୁଣି ପରବର୍ତ୍ତୀ ସମୟରେ ଗୋଟେ ସହରରେ ପରିଣତ ହେଲା ଏବଂ ସେ ବହୁତ ଲୋକ ବସବାସ କଲେ ଏବଂ ସହରରୁ ପୁଣି ଯେତେବେଳେ ସହରର ଲୋକ ସଂଖ୍ୟା ଆହୁରି ବଢିଗଲେ, ତାହା ବା ସହର ବା ନଗର କହୁଛୁ ସାଧାରଣତଃ, ତ ଯେତେବେଳେ ଆହୁରି ଲୋକ ସଂଖ୍ୟା ବଢି ବଢି ଗଲେ, ତ ସେତେବେଳେ ପୁଣି ତାକୁ ମହାନଗର କୁହାଗଲା। ତ ଏଠି ଆମେ ଦେଖୁଥିବା ଚିତ୍ରରେ ଆମର ଓଡ଼ିଶାର ଭୁବନେଶ୍ୱର, ଯୋଉଟା କି ଗୋଟେ ମହାନଗର, ଆମର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଗୋଟେ ମହାନଗର ଅଛି, ରାଉରକେଲାକୁ ମଧ୍ୟ ମହାନଗର କୁହାଯାଏ। ଆମର ଓଡ଼ିଶାରେ ଆଜି ଦିନରେ 5ଟି ମହାନଗର ଅଛି। ତ ଏଇଭଳି ଭାବରେ ମଣିଷ ତାର କ୍ରମ ବିକାଶ କରିକି ମାନେ ଯାଯାବର ଜୀବନଯାପନରୁ ସ୍ଥାୟୀ ବସବାସ କଲା, ସ୍ଥାୟୀ ବସତି ସ୍ଥାପନ କରିବାରୁ ଗାଁ ସୃଷ୍ଟି ହେଲା, ଗାଁରୁ ଧୀରେ ଧୀରେ ଗାଁ ବଢି ବଢି ପୁଣି ସହର ହେଲା, ନଗର ହେଲା ଏବଂ ନଗର ପୁଣି ଅଧିକା ଲୋକ ବାସ କରିବା କାରଣରୁ ପୁଣି ମହାନଗର ଗଠିତ ହେଲା ଏବଂ ଆଜିର ଯୋଉ ପୃଥିବୀ ଆମେ ଦେଖୁଛୁ ବା ଆଜିର ଯୋଉ ସହର ନଗର ଯୋଉ ଦେଖୁଛୁ, ଧୀରେ ଧୀରେ ମଣିଷ କ୍ରମ ବିକାଶ ଘଟି ହିଁ ଆଜିର ଏଇ ସ୍ଥିତିରେ ପହଞ୍ଚିଛି। ତ ଆଜିର ଯୋଉ ଆମର
ଷଷ୍ଠ ଶ୍ରେଣୀର ଯୋଉ ଇତିହାସ ବିଷୟରେ ଆମେ ଆଲୋଚନା କରିବା, ଯୋଉ 1400 ଅଧ୍ୟାୟର ଭାରତରେ ପ୍ରଥମ ନଗରୀକରଣ ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛେ। ତ ସେ ବିଷୟରେ ଏବେ ଆମେ ଆଲୋଚନା କରିବା। ଆଜିକା ଯୋଉ ବିଷୟ ଅଛି ଭାରତରେ ପ୍ରଥମ ନଗରୀକରଣ। ତ ଇତିହାସ ବହିରେ ଆମେ ପୂର୍ବରୁ ପଢି ସାରିଛେ ଯେ ନୂତନ ପ୍ରସ୍ତର ଯୁଗରେ ଚାଷ କାର୍ଯ୍ୟ ଓ ପଶୁପାଳନ ଯୋଗୁଁ ଲୋକମାନେ ଧୀରେ ଧୀରେ ମାନେ କଣ କଲେ ନା ଧୀରେ ଧୀରେ ସ୍ଥାୟୀ ଭାବରେ ଏକାଠି ବସବାସ କରିବାକୁ ଲାଗିଲେ। ଯେହେତୁ ଚାଷ କାର୍ଯ୍ୟ ସେ ଶିଖିଲା, ପଶୁପାଳନ କରି ଶିଖିଲା, ତେଣୁ ଜୀବନ ଜୀବିକା ମୁଖ୍ୟତଃ ସେ ପଶୁପକ୍ଷୀ ଶିକାର କରିକି ତାର ମାଂସ ଖାଉଥିଲା ଏବଂ ମାନେ ବଣର ଫଳମୂଳ ସଂଗ୍ରହ କରିକି ସେ ଖାଇ ବଞ୍ଚୁଥିଲା। ତ ଚାଷ କାର୍ଯ୍ୟ ଶିଖିଲା, ପଶୁପାଳନ ବି ଶିଖିଲା, ତାକୁ ଗୋଟେ ଜାଗାରେ ଥାଇକି ମାନେ ଫଳମୂଳ ବି ମିଳିଲା ଆଉ ପଶୁପକ୍ଷୀ ବି ତାକୁ ମିଳିଲେ। ତେଣୁ ସେ ଗୋଟେ ଜାଗାରେ ବସତି ସ୍ଥାପନ କରିକି ରହିବାକୁ ଲାଗିଲେ। ଫଳରେ ଗ୍ରାମୀଣ ଜୀବନ ଆମର ଆରମ୍ଭ ହେଲା। ସେତେବେଳେ ସେ ମୁଖ୍ୟତଃ ଚାଷ କାର୍ଯ୍ୟ ଏବଂ ପଶୁପାଳନ ଉପରେ ନିର୍ଭର କରି ଚଳିଲା। ସେହି ସମୟରେ ସେଠି ସେ ସ୍ଥାୟୀ ଭାବରେ ବସବାସ କରିବାକୁ ଲାଗିଲା। ତାପରେ ଏଥିରୁ ହିଁ ଆମର ଗ୍ରାମୀଣ ଜୀବନ ଆରମ୍ଭ ହେଲା, ଅର୍ଥାତ୍ ଗାଁ ସୃଷ୍ଟି ହେଲା। ତ ଭାରତ ଉପମହାଦେଶରେ ନୂତନ ପ୍ରସ୍ତର ଯୁଗର ବସତି ଗୁଡ଼ିକର ପ୍ରଥମେ ସିନ୍ଧୁ ନଦୀର ପଶ୍ଚିମ ପଟରେ ଆରମ୍ଭ ହେଲା। ଆମେ ଭାରତ ଜାଣିଥିବା ସିନ୍ଧୁ ନଦୀ ମଧ୍ୟ ଭାରତର ଗୋଟେ ମୁଖ୍ୟ ନଦୀ। କିନ୍ତୁ ଯେତେବେଳେ ଭାରତ ଆମର ସ୍ୱାଧୀନ ହେଲା ସେହି ସମୟରେ ମାନେ ଭାରତ ଦି ଖଣ୍ଡରେ ବିଭାଜିତ ହେଇଥିଲା। ଆଉ ବର୍ତ୍ତମାନ ସିନ୍ଧୁ ନଦୀର ଅଧିକାଂଶ ଯୋଉ ଅଞ୍ଚଳ ଅଛି ବା ସିନ୍ଧୁ ଉପତ୍ୟକାର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ। ତ ପ୍ରଥମେ ଯେତେବେଳେ ଭାରତ ଅଖଣ୍ଡ ଥିଲା ସେହି ସମୟରେ ନୂତନ ପ୍ରସ୍ତର ଯୁଗରେ ସେ ବସତି ଗୁଡ଼ିକ ପ୍ରଥମେ ଆମର ସିନ୍ଧୁ ନଦୀର ତଟ ଦେଶରେ ସିନ୍ଧୁ ନଦୀର ପଶ୍ଚିମ ପଟରେ ଆରମ୍ଭ ହେଲା। ସିନ୍ଧୁ ନଦୀ କୂଳରେ ହିଁ ପ୍ରଥମ ସଭ୍ୟତା ଆରମ୍ଭ ହେଇଥିଲା ଏବଂ ପରେ ପରେ ଅନ୍ୟ ଅଞ୍ଚଳରେ ଗ୍ରାମୀଣ ସଭ୍ୟତା ଗଢି ଉଠିଥିଲା। ତାପରେ ଆମର ପାକିସ୍ତାନର ମେହେରଗଡ଼ ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶ ଲାଭ କରିଥିବାର ମାନେ ପ୍ରତ୍ନତତ୍ତ୍ୱବିତ୍ ମାନେ ବିଶ୍ୱାସ କରନ୍ତି। ମାନେ ପ୍ରଥମେ ଯେହେତୁ ଆଜି ଦିନରେ ସିନ୍ଧୁ ନଦୀ ପାକିସ୍ତାନରେ ଅବସ୍ଥିତ, ତେଣୁ ପାକିସ୍ତାନ ନିଶ୍ଚୟ ମାନେ ପାକିସ୍ତାନ ହିସାବରେ ଆମେ ତାକୁ ନେବା। ତ ପାକିସ୍ତାନର ମେହେରଗଡ଼ ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶ ଲାଭ କରିଥିବାର ପ୍ରତ୍ନତତ୍ତ୍ୱବିତ୍ ମାନେ ବିଶ୍ୱାସ କରନ୍ତି। ଅର୍ଥାତ୍ ଯେତେବେଳେ ପ୍ରତ୍ନତତ୍ତ୍ୱବିତ୍ ମାଟି ଖୋଳିକରି ବିଭିନ୍ନ ମାନେ ସଭ୍ୟତାର ବିଭିନ୍ନ ପ୍ରକାର ଜିନିଷ ମାଟି ତଳୁ ପାଇଲେ, ତ ସେଥିରୁ ସେମାନେ ଅନୁମାନ କଲେ ଯେ ପ୍ରଥମ ଯୋଉ ସଂସ୍କୃତି ବିକାଶ ଲାଭ କରିଥିଲା ତାହା ପାକିସ୍ତାନର ମେହେରଗଡ଼ ଠାରେ ହିଁ ହେଇଥିଲା ବୋଲିକି ସେମାନେ ଅନୁମାନ ବା ବିଶ୍ୱାସ କରନ୍ତି। ତାପରେ କୃଷିର ବିକାଶ ଏବଂ ଧାତୁର ବ୍ୟବହାର, ଆମର ଏଠି କୃଷିର ବିକାଶ ଏବଂ ଧାତୁର ବ୍ୟବହାର ଯୋଗୁଁ କେତେକ ବସତି ସହର ଓ ନଗରରେ ପରିଣତ ହେଲା। ମାନେ ଗାଁରୁ ସହର ହେଲା, ସହର ପୁଣି ସେଠି ଅଧିକ ଲୋକ ସଂଖ୍ୟା ବଢିବା କାରଣରୁ ତାହା ନଗରରେ ପରିଣତ ହେଇଥିଲା। ପ୍ରଥମେ ଗାଁ, ତାପରେ ସହର, ତାପରେ ନଗରରେ ପରିଣତ ହେଲା। ତାପରେ ପ୍ରତ୍ୟେକ ନଗରକୁ ବିସ୍ତୃତ ଚାଷ ଜମି, ଜଙ୍ଗଲ ଓ ନଦୀ ଘେରି ରହିଥିଲା। ତ ଯୋଉ ନଗର ସେଠି ସୃଷ୍ଟି ହେଇଥିଲା ସେ ନଗରକୁ ମୁଖ୍ୟତଃ ଆମର ଚାଷ ଜମି, ଜଙ୍ଗଲ ଓ ନଦୀ ଘେରି ରହିଥିଲା। ମାନେ ଚାଷ ଜମି ନିହାତି ଦରକାର, ପାଣି ପାଇଁ ନଦୀ ନିହାତି ଦରକାର ଏବଂ ଆମର ଜଙ୍ଗଲ ବି ନିହାତି ଦରକାର। ଜଙ୍ଗଲ ନହେଲେ ପଶୁପକ୍ଷୀ ସେଠି ସେ ଅଞ୍ଚଳରେ ବସବାସ କରିପାରିବେ ନାହିଁ, ଆଉ ସେଠି ସେମାନେ ପଶୁପାଳନ କରିପାରିବେ ନାହିଁ। ସେ ଦୃଷ୍ଟିରୁ ତିନିଟା ଜିନିଷ ନିହାତି ଦରକାର, ଚାଷ ଜମି, ଜଙ୍ଗଲ ଆଉ ନଦୀ। ତ ସେ ଅଞ୍ଚଳକୁ ଘେରି ରହିଥିଲା। କାଳକ୍ରମେ ସେଇ ନଗର ଗୁଡ଼ିକ ଧ୍ୱଂସ ପାଇ ମାଟି ତଳେ ପୋତି ହୋଇ ପଡ଼ିଲା। ତ କୌଣସି ନା କୌଣସି କାରଣରୁ ଆମେ ଜାଣିଥିବା ଅନେକ ପ୍ରାକୃତିକ ମାନେ ଦୁର୍ଘଟଣା, ପ୍ରାକୃତିକ ଦୁର୍ବିପାକ ଘଟିଥାଏ ପୃଥିବୀ ପୃଷ୍ଠ ଉପରେ। ତ ସମୟକ୍ରମେ କଣ ହେଇଛି ନା ବିଭିନ୍ନ ପ୍ରକାର ମାନେ ଘଟଣା ବା ପ୍ରାକୃତିକ ଯୋଉ ଘଟଣା ଚକ୍ର ଘଟିଥାଏ, ସେଇ ଦୃଷ୍ଟିରୁ ସେ ନଗର ଗୁଡ଼ିକ କଣ ହେଲା ନା ଧ୍ୱଂସ ପାଇ ମାଟି ତଳେ ପୋତି ହେଇଗଲା। ମାନେ କୌଣସି ଜିନିଷ ଧ୍ୱଂସ ହେଲା ପରେ ସେ ମାଟି ତଳେ ପୋତି ହେଇଯାଏ।
ଏବେ କିଛି ଦିନ ପୂର୍ବରୁ ଆମେ ଦେଖିଥିବା ଟିଭି ନ୍ୟୁଜ ମାନଙ୍କରେ ଯେ ଉତ୍ତରାଖଣ୍ଡରେ ଯୋଉ ପ୍ରବଳ ବର୍ଷା ହଉଥିଲା ତ ପ୍ରବଳ ବର୍ଷାର ପାଣି ପାହାଡ ଦେଇକି ଯେତେବେଳେ ଗତି କରୁଥିଲା ତଳେ ଥିବା ମାନେ ସହର ନଗର ଗୁଡିକ ବା ଯୋଉ ଲୋକ ବସତି ଥିବା ଅଞ୍ଚଳ ଗୁଡିକ ପୁରା ମାଟିରେ ଧୋଇ ହେଇକିରି ତା ନା ଘର ଦ୍ୱାର ଉପରେ ମାଟି ପୋତି ହେଇଯାଉଥିଲା। ତ ସେଇ ହିସାବରେ ଆଜି ଦିନରେ ଆମେ ଯାହା ଦେଖୁଛୁ ଆଗରୁ ବି ସେଇ ପ୍ରକାର ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଘଟିକି ମାନେ ସେ ନଗର ଗୁଡାକ ମାଟି ତଳେ ପୋତି ହେଇ ପଡିଥିଲା। ତ ପ୍ରତ୍ନତତ୍ତ୍ୱବିତ୍ ମାନେ ମାଟି ଖୋଳିକି ସେଗୁଡିକୁ ଉଦ୍ଧାର କରିଥିଲେ। ତ କିଏ କରିଥିଲେ ନା ପ୍ରତ୍ନତତ୍ତ୍ୱବିତ୍ ଅର୍ଥାତ୍ ଯୋଉ ଲୋକମାନେ ମାଟି ଖୋଳିକିରି ଆମର ବିଭିନ୍ନ ଜିନିଷ ବାହାର କରନ୍ତି ମାଟି ତଳୁ ଏବଂ ଇତିହାସ ବିଷୟରେ ଅନେକ ଧାରଣା ଆମକୁ ପ୍ରଦାନ କରିଥାନ୍ତି ସେଇଭଳିଆ ବ୍ୟକ୍ତିମାନଙ୍କୁ ପ୍ରତ୍ନତତ୍ତ୍ୱବିତ୍ କୁହାଯାଏ, ଯୋଉମାନେ କି ମାଟି ଖୋଳିକିରି ବିଭିନ୍ନ ସଭ୍ୟତାର ବିଭିନ୍ନ ଜିନିଷ ବସ୍ତୁ ବା ଘର ଦ୍ୱାର ସବୁ ବିଷୟରେ ଜାଣିଥାନ୍ତି ଏବଂ ଆମ ସମାଜକୁ ମଧ୍ୟ ସେମାନେ ଜଣାଇଥାନ୍ତି। ତ ସେମାନେ ସିନ୍ଧୁ ନଦୀ ଉପତ୍ୟକାରେ ବିଭିନ୍ନ ସ୍ଥାନ ଖୋଳିକି ଦୁଇଟି ପ୍ରାଚୀନ ସହର, କେତେଟା ପ୍ରାଚୀନ ସହର? ଦୁଇଟି ପ୍ରାଚୀନ ସହର ସେମାନେ ଉଦ୍ଧାର କରିଥିଲେ। ତ ଏହି ସହର ଦୁଇଟି ହେଉଛି ହରପ୍ପା ଓ ମହେଞ୍ଜୋଦାରୋ। ଯୋଉ ଦୁଇଟି ସହରକୁ ସେମାନେ ମାନେ ଉଦ୍ଧାର କରିଥିଲେ ସେ ଦୁଇଟି ସହର ହେଉଛି ଗୋଟେ ହେଲା ହରପ୍ପା ଆଉ ଗୋଟେ ମହେଞ୍ଜୋଦାରୋ। ତ ବର୍ତ୍ତମାନ ଏହି ଦୁଇଟି ସହର ପାକିସ୍ତାନରେ ଅବସ୍ଥିତ। ଯେହେତୁ ଭାରତ ବିଭାଜନ ହେଲା ପରେ ପାକିସ୍ତାନ ଅଲଗା ହେଇଗଲା, ତ ପାକିସ୍ତାନରେ ମୁଖ୍ୟତଃ ସିନ୍ଧୁ ନଦୀ ଉପତ୍ୟକା ଅଛି। ତ ସେ ଦୃଷ୍ଟିରୁ ପାକିସ୍ତାନରେ ବର୍ତ୍ତମାନ ସେଟା ଅବସ୍ଥିତ। ତ ଏହି ସଭ୍ୟତା ପ୍ରାୟ ଖ୍ରୀଷ୍ଟପୂର୍ବ 5000 ବର୍ଷ ତଳେ ମାନେ ଖ୍ରୀଷ୍ଟପୂର୍ବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବା 5 ବର୍ଷ ପୂର୍ବ, ଅର୍ଥାତ୍ ଯଦି ଆଜି ହିସାବ କରିବା 5000 ଆଉ ଏବେ 2025 ହେଇଛି, ତ 2000 ବି ଯଦି ମିଶେଇବା ବୋଲେ ଆଜକୁ 7,000 ବର୍ଷ ପୂର୍ବେ ସେଇ ସଭ୍ୟତା ସବୁ ଗଢି ଉଠିଥିଲା ବୋଲି ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍ ମାନେ ଅନୁମାନ କରୁଛନ୍ତି। ମାନେ ସେଇ ଯୋଉ ହରପ୍ପା ଆଉ ମହେଞ୍ଜୋଦାରୋ ଯୋଉ ଦୁଇଟା ମାନେ ସହରକୁ ସେମାନେ ଉଦ୍ଧାର କରିଥିଲେ, ତ ସେଇ ଦୁଇଟି ସହର ପାଖାପାଖି ଆଜିଠୁ ଯଦି ହିସାବ କରିବା 7000 ବର୍ଷ ପୂର୍ବେ ସେଗୁଡାକ ମାନେ ସହର ହିସାବରେ ଏଇ ନଦୀ ଉପତ୍ୟକା କୂଳରେ ଥିଲା ସେଗୁଡାକ। ତାପରେ ଦେଖୁଥିବା ଏଇଟା ଆମ ଚିତ୍ରରେ, এই চিত্ରରେ ଆମେ ଦେଖୁଥିବା ଏଠି ଏଇଟା ହେଉଛି ମାନେ ସିନ୍ଧୁ ନଦୀ, ଯୋଉଟା କି ଏଇଟା ମହେଞ୍ଜୋଦାରୋ ଆଉ ଏଇଟା ହରପ୍ପା। ଏଇ ଦୁଇଟା ଯୋଉ ନଗର ଅଛି ସେଇ ନଗର ଦୁଇଟା ସେତେବେଳେ ଆଜିକୁ 7000 ବର୍ଷ ପୂର୍ବେ ସୃଷ୍ଟି ହେଇଥିଲା, ଯୋଉଟା କି ପ୍ରତ୍ନତତ୍ତ୍ୱବିତ୍ ମାନେ ମାଟି ଖୋଳିକିରି ତାକୁ ମାନେ ଆବିଷ୍କାର କରିଛନ୍ତି, ଯୋଉଟା କି ବର୍ତ୍ତମାନ ପାକିସ୍ତାନ ଦେଶରେ ଅବସ୍ଥିତ। ତ ସିନ୍ଧୁ ନଦୀ କୂଳରେ ଭାରତର ସର୍ବପ୍ରାଚୀନ ନଗର ସଭ୍ୟତା ଗଢି ଉଠିଥିଲା। ମାନେ ସେଟା ସେତେବେଳେ ଭାରତରେ ଥିଲା, ତ ସେଇ ସିନ୍ଧୁ ନଦୀ କୂଳରେ ଭାରତର ସର୍ବପ୍ରାଚୀନ ନଗର ସଭ୍ୟତା ଗଢି ଉଠିଥିଲା ଏବଂ ଯୋଉଟା କି 1921 ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ଜୟରାମ ସାହାଣୀ ମାଟି ତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ। ମାନେ 1921 ମସିହାରେ ପ୍ରତ୍ନତତ୍ତ୍ୱବିତ୍ ଦୟାରାମ ସାହାଣୀ ଯିଏକି ମାଟି ତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ, ଅର୍ଥାତ୍ ଯୋଉ ସହର ଗୁଡାକ ବା ଯୋଉ ଦୁଇଟା ସହର ମାଟି ତଳେ ପୋତି ହେଇଥିଲା, ତ ପ୍ରଥମ କରିକି 1921 ମସିହାରେ ଜୟରାମ ସାହାଣୀ ଯିଏକି ଜଣେ ପ୍ରତ୍ନତତ୍ତ୍ୱବିତ୍ ଥିଲେ, ସେ ମାଟି ତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ। ଏହା ସିନ୍ଧୁ ନଦୀର ଉପନଦୀ ରାବି ନଦୀ କୂଳରେ ଅବସ୍ଥିତ। ଏଠି ଆମେ ହରପ୍ପା ଦେଖୁଥିବା, ଏଇଟା ହରପ୍ପା। ସିନ୍ଧୁ ନଦୀର ଉପନଦୀ ଆମର ରାବି ନଦୀ କୂଳରେ ହରପ୍ପା ସଭ୍ୟତା ସେଇ ଗଢି ଉଠିଥିଲା। ଏହା ସିନ୍ଧୁ ନଦୀର ଉପନଦୀ ରାବି କୂଳରେ ଅବସ୍ଥିତ, ମାନେ ରାବି ନଦୀ କୂଳରେ ଅବସ୍ଥିତ ଥିଲା। ସେହିପରି 1921ରେ ତ ଜୟରାମ ସାହାଣୀ ହରପ୍ପା ସହରକୁ ଆବିଷ୍କାର କଲେ, ଠିକ ସେହିପରି 1922 ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲ ଦାସ ବାନାର୍ଜୀ, ଆଉ ଜଣେ ପ୍ରତ୍ନତତ୍ତ୍ୱବିତ୍ ରାଖାଲ ଦାସ ବାନାର୍ଜୀ ସିନ୍ଧୁ ନଦୀ କୂଳରେ ଥିବା ମହେଞ୍ଜୋଦାରୋ ସହରକୁ ମାଟି ତଳୁ ଆବିଷ୍କାର କରିଥିଲେ। ଜଣେ ଯିଏକି ଦୟାରାମ ସାହାଣୀ ହରପ୍ପା ସହରକୁ ଆବିଷ୍କାର କଲେ ଏବଂ ରାଖାଲ ଦାସ ବାନାର୍ଜୀ କଣ କଲେ ନା ମହେଞ୍ଜୋଦାରୋ ସହରକୁ ମାଟି ତଳୁ ଆବିଷ୍କାର କରିଥିଲେ। ତ ମହେଞ୍ଜୋଦାରୋ ଅର୍ଥ ହେଉଛି ମୃତ ନଗରୀ। ଯୋଉ ମହେଞ୍ଜୋଦାରୋ ସହରକୁ ସେ ଆବିଷ୍କାର କଲେ, ସେହି ମହେଞ୍ଜୋଦାରୋ ତାର ଅର୍ଥ ହେଉଛି ମୃତ ନଗରୀ, ଯୋଉଟା କି ହରପ୍ପା ଠାରୁ ମହେଞ୍ଜୋଦାରୋ ଦୂରତା ପ୍ରାୟ 350 ମାଇଲ ଅଟେ, ମାନେ କିଲୋମିଟର ଅଲଗା ମାଇଲ ଅଲଗା। ତ ଏଠି
ମାନେ ମହେଞ୍ଜୋଦାରୋ ଆଉ ହରପ୍ପା ଯୋଉ ଦୁଇଟା ସହର ଅଛି ଏଠି ଆମେ ମାନଚିତ୍ରରେ ଦେଖୁଥିବା এই দুইটা সহর মধ্যে দূরতা কেতে 350 মাইল অটে কিন্তু এই দুইটি সহর মধ্যে অনেক সামঞ্জস্য রয়েছে যেহেতু মানে সেই দুইটা সিন্ধু নদী উপত্যকারে মানে সৃষ্টি হয়েছিল দুইটি সভ্যতা जोटा कि पाखापाखि 350 माइल भितर दूरता दूरतार मान पार्थक्य आउ से दुईटा सभ्यता भितर कला संस्कृति माने साहित्य कला जहाँ किसी गोटे सभ्यतार गोटे समाज देखा जाए तो से दृष्टि जब विचार करवा ताहले से दुईटा सहर मध्य अनेक सामंजस्य रही अनेक जिनस एका प्रकार रही हरप्पा और मोहेंजोदारो सहर दुईटी सिंधु नदी उपत्यकार अवस्थित होइतबारु एहाकु सिंधु सभ्यता कहा जाए जेहेतु यही दुईटी सभ्यता हरप्पा एवं मोहेंजोदारो सहर दुईटी नदी कूल अवस्थित थिबा कारणरू सिंधु नदी उपत्यका बा सिंधु नदी उपत्यका अंचल अवस्थित होइतबारु एहाकु सिंधु सभ्यता कहा जाए एहाकु आमे इतिहास रे कोन कहूना सिंधु सभ्यता रूपे आमे जानी था तो हरप्पा ठारे खनन द्वारा प्रथम यही सभ्यता जना पड़ू एहाकु हरप्पा सभ्यता कह जाए जेहेतु आमर दयाराम साहानी प्रथम करके 1921 मसीह हरप्पा सहर को आविष्कार करथिले तेणु हरप्पा ठारे जेहेतु खनन द्वारा प्रथम यही सभ्यता जना पड़ू एहाकु हरप्पा सभ्यता कह जाए एहाकु हरप्पा सभ्यता हिसाब रे मध्ये आमे जानी था यही सभ्यतार समय निरूपण निर्दिष्ट भाव स्थिर कर अर्थात ऐतिहासिक माने कौ समय ये सभ्यता गढ़ी उठिला तार निर्दिष्ट समय स्थिर कर केवल अनुमान करके कहुच्छी ए संपर्क में केतक ऐतिहासिक मान मतरे अर्थात किसी ऐतिहासिक मतामत दिखती जे मेसोपोटामिया सभ्यता जोटा कि आम देश ना इराकर टाइग्रिस और यूफ्रेटिस नदी कूल गढ़ी उठिला मेसोपोटामिया सभ्यता ता पूर्व हरप्पा सभ्यता विकास लाभ करथिला अर्थात मेसोपोटामिया सभ्यता जोटा कि इराक गोटे देश से इराक टाइग्रिस और यूफ्रेटिस जो दुईटा नदी अच्छी से नदी उपत्यकार से मेसोपोटामिया सभ्यता गढ़ी उठिला एवं ऐतिहासिक मान मतरे ये मेसोपोटामिया सभ्यतार पूर्व हरप्पा सभ्यता विकास लाभ करथिला बोली सेमाने अनुमान करती कारण हरप्पार सील बा मोहर मेसोपोटामियार जो आमर उर आउ किस स्थान रे देखा मिली माने ऐतिहासिक माने जो मोहर पाई माने हरप्पार सील बा मोहर मेसोपोटामियार उर बा किस स्थान रे देखा मिली अर्थात यही दुईटा सभ्यता भितर ही लोक मान संपर्क थिला जेहेतु हरप्पार सील बा मोहर मेसोपोटामियार उर आ किस स्थान रे देखा पाई प्रत्नतत्त्वविद माने तो यही सभ्यता ख्रीष्टपूर्व 2500 रु ख्रीष्टपूर्व 1500 मध्य विकास लाभ करिथिबार केतेक प्रत्नतत्त्वविद मान अनुमान करନ୍ତି जोड़ा आमर मेसोपोटामिया सभ्यता जोटा कि ख्रीष्टपूर्व 2500 रु ख्रीष्टपूर्व 1500 मध्य विकास लाभ करथिला बोली केतेक प्रत्नतत्त्वविद मान हमको माने अनुमान करिकि समय निर्धारण कर सहित प्रत्नतत्त्वविद माने भारतर अन्य अंचल केतेक प्राचीन नगर ध्वंसावशेष उद्धार कर खाली माने सिंधु नदी कूल माने आमर हरप्पा मोहेंजोदारो जो सभ्यता को छाड़ी आहरी भारतर किसी अंचल आमर जो प्रत्नतत्त्वविद मान सहर माने आमर उद्धार कर नगर माने प्राचीन समय गढ़ी उठा किसी नगर को ध्वंसावशेष उद्धार कर अंचल तो यही समस्त ध्वंसावशेषर हरप्पा ध्वंसावशेष सहित सामंजस्य रही माने मोटामोटी भाव में कहवा गले हरप्पा एवं मोहेंजोदारो जो सभ्यता सहित भारतर अन्य अंचल जो विभिन्न नगर ध्वंसावशेष उद्धार कर नगर विभिन्न जिनस जो प्रत्नतत्त्वविद माटी तलू पाई मोहर हो अन्य सामग्री हो जानवा पाइले जे हरप्पा ध्वंसावशेष एवं
ଅନ୍ୟ ନଗରର ଧ୍ୱଂସାବଶେଷରୁ ଯାହା କିଛି ସେମାନେ ପାଇଲେ ସେଟାକୁ ଯେତେବେଳେ ଦେଖିଲେ ସେମାନେ ଜାଣିପାରିଲେ ଯେ ଏଇ ମାନେ ସଭ୍ୟତା ମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି। ତେଣୁ ସେମାନେ ସେଗୁଡିକ ହରପ୍ପା ସଭ୍ୟତାର ଅନ୍ତର୍ଭୁକ୍ତ। ତେଣୁ ଯେହେତୁ ହରପ୍ପା ସଭ୍ୟତାର ଧ୍ୱଂସାବଶେଷ ସହିତ କିଛି ସାମଞ୍ଜସ୍ୟ ରହିଛି, ତେଣୁ ସେମାନେ ସେଇ ସଭ୍ୟତାକୁ ମଧ୍ୟ ହରପ୍ପା ସଭ୍ୟତାର ଅନ୍ତର୍ଭୁକ୍ତ କରିଛନ୍ତି ଐତିହାସିକ ମାନେ। ଆଉ ସେଗୁଡିକ ମଧ୍ୟରେ ଆମର ପଞ୍ଜାବର ରୋପଡ଼, ଯୋଉଟା କି ଆମର ବର୍ତ୍ତମାନର ମାନେ ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ, ଗୁଜରାଟର ଏଠି ଲୋଥାଲ ଦେଖିବାକୁ ପାଉଥିବା ଲୋଥାଲ, ତାପରେ ଧୋଲାବିରା, ତାପରେ ରାଜସ୍ଥାନର କଲିବନ ଗାଁ, ଆଉ ହରିୟାଣାର ବନୱାଲି ଇତ୍ୟାଦି ପ୍ରଧାନ। ଯୋଉ ମାନେ ଭାରତର ଅନ୍ୟ ଅଞ୍ଚଳରେ ଯୋଉ ନଗର ଗୁଡାକ ବା ନଗରର ଧ୍ୱଂସାବଶେଷ ମାନେ ପ୍ରତ୍ନତତ୍ତ୍ୱ ମାନେ ଉଦ୍ଧାର କରିଛନ୍ତି, ସେଗୁଡାକ ମାନେ ଆମର ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବିରା, ରାଜସ୍ଥାନର କାଲିବନ ଗାଁ ଏବଂ ହରିୟାଣାର ବନୱାଲି ଇତ୍ୟାଦି ପ୍ରଧାନ, ଯୋଉଟା କି ମାନେ ହରପ୍ପା ସଭ୍ୟତା ସହିତ ତାଙ୍କର ସାମଞ୍ଜସ୍ୟ ରହିଛି। ତାପରେ ସେଇ ସମୟରେ ଯୋଉ ନଗର ପରିକଳ୍ପନା ଅର୍ଥାତ୍ ସେ ନଗରର ତିନିଟି ନଗର ସବୁ ମାନେ ଗଢି ଉଠିଥିଲା। ତ ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହଉଛି ନଗର ନିର୍ମାଣ। ମାନେ ହରପ୍ପା ସଭ୍ୟତାର ଯୋଉ ମୁଖ୍ୟ ବୈଶିଷ୍ଟ୍ୟ, ତାଙ୍କର ମୁଖ୍ୟ ଯୋଉ ମାନେ ତାଙ୍କର ସେ ଇତିହାସରୁ ଜଣାଯାଏ ଯେ ତାଙ୍କର ଯୋଉ ମୁଖ୍ୟ ବୈଶିଷ୍ଟ୍ୟ ଥିଲା ସେଟା ହଉଛି ନଗର ନିର୍ମାଣ। ଅର୍ଥାତ୍ ନଗର ନିର୍ମାଣ କଳାରେ ସେମାନେ ଅନେକ ମାନେ ଦକ୍ଷତା ସେମାନେ ହାସଲ କରିଥିଲେ। ତ ଯୋଜନା ଅନୁଯାୟୀ ନଗର ନିର୍ମାଣ କରାଯାଉଥିଲା। ଆଜିକାଲି ଆମେ ଘର ତିଆରି କଲାବେଳେ ଭାବରେ ମାପ୍ ଯୁପ୍ କରିକି ତାର ପ୍ଲାନିଂ କରିକି ଆମେ କରୁଛୁ, ସେଇଭଳିଆ ସେଇ ସମୟରେ ଯୋଉ ହରପ୍ପା ସଭ୍ୟତାର ଲୋକ ଥିଲେ ସେମାନେ ଯୋଜନା ଅନୁଯାୟୀ ନଗର ନିର୍ମାଣ କରୁଥିଲେ। ପ୍ରତ୍ୟେକ ନଗରକୁ 2 ଭାଗରେ ବିଭକ୍ତ କରାଯାଉଥିଲା। ମାନେ ସବୁ ନଗର ଯେତେ ନଗର ଗଢି ଉଠିଥିଲା ନଗରକୁ ଆମର 2 ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ଭାଗ ଉଚ୍ଚ ସ୍ଥାନରେ ନିର୍ମିତ ହଉଥିଲା, ମାନେ ପାହାଡର ବା ଉଚ୍ଚ ଜାଗାରେ ଦେଖିକି ଉଚ୍ଚ ସ୍ଥାନରେ ନିର୍ମିତ ହଉଥିଲା ଏବଂ ଏହା ଚାରିପଟେ ପ୍ରାଚୀର ଘେରି ରହିଥିବାରୁ ଏହା ଦୁର୍ଗ ପରି ସୁରକ୍ଷିତ ଥିଲା। ଅର୍ଥାତ୍ ଆମେ ଦୁର୍ଗ ଦେଖିଥିବା ନିଶ୍ଚୟ, ଭାରତବର୍ଷରେ ଅନେକ ଦୁର୍ଗ ଅଛି। ତ ଦୁର୍ଗରେ ଯେମିତି ବିରାଟ ପ୍ରାଚୀର ଥାଏ ଏବଂ ତା ଭିତରେ ମାନେ ସୈନ୍ୟ ସାମନ୍ତ ରାଜା ତାଙ୍କର ପାରିଷଦ ସମସ୍ତେ ବସବାସ କରୁଥିଲେ। ତ ସେହି ସମୟରେ ମଧ୍ୟ ସେଠି ଯୋଉ ନଗର ନିର୍ମାଣ ଶୈଳୀ ଥିଲା, ସେଇ ନଗର ନିର୍ମାଣ ଶୈଳୀ ଦୃଷ୍ଟିରୁ ସେମାନେ 2 ଭାଗରେ ବିଭକ୍ତ କରୁଥିଲେ। ଗୋଟେ ଭାଗ ଉଚ୍ଚ ସ୍ଥାନରେ ନିର୍ମିତ ହଉଥିଲା ଏବଂ ତା ଚାରିପଟେ ପ୍ରାଚୀର ଘେରି ରହୁଥିବାରୁ ଏହା ଦୁର୍ଗ ପରି ସୁରକ୍ଷିତ ହେଉଥିଲା। ଅର୍ଥାତ୍ ସେଠି ଯୋଉମାନେ ରହୁଥିଲେ ତାଙ୍କର ମାନେ ମୁଖିଆ ବା ବିଭିନ୍ନ ପାରିଷଦ ବର୍ଗ ସେମାନେ ସୁରକ୍ଷିତ ରହୁଥିଲେ। ତ ସେଠାରେ କୋଉମାନେ ରହୁଥିଲେ ନା ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଓ ବଣିକ ମାନେ ବସବାସ କରୁଥିବାର ଅନୁମାନ କରାଯାଏ। ମାନେ ଐତିହାସିକ ମାନେ ଅନୁମାନ କରନ୍ତି ଯେ ଯେଉଁ ଉଚ୍ଚ ସ୍ଥାନରେ ନିର୍ମିତ ହଉଥିଲା ଦୁର୍ଗ ପରିକା ତା ଚାରିଆଡେ ପାଚେରୀ ଘେରି ରହୁଥିଲା, ତ ସେଠି ମୁଖ୍ୟତଃ ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଏବଂ ବଣିକ ମାନେ ରହୁଥିବାର ଅନୁମାନ କରାଯାଏ। ଏଠାରେ ସାଧାରଣ ଗୃହ, ଧର୍ମାନୁଷ୍ଠାନ, ଶସ୍ୟାଗାର ରହୁଥିଲା। ମାନେ ସେଠି ସାଧାରଣ ଗୃହ ଲୋକମାନେ ରହିବା ପାଇଁ, ଧର୍ମାନୁଷ୍ଠାନ ବିଭିନ୍ନ ଧର୍ମଚର୍ଚ୍ଚା ଆଲୋଚନା କରିବା ପାଇଁ ଧର୍ମାନୁଷ୍ଠାନ ରହୁଥିଲା ଏବଂ ସେଠି ଯୋଉ ଲୋକମାନେ ରହୁଥିଲେ ତାଙ୍କର ଖାଦ୍ୟପେୟ ବ୍ୟବସ୍ଥା ପାଇଁ ଶସ୍ୟ ସବୁ ସାଇତି କରି ରଖାଯାଉଥିଲା ଶସ୍ୟାଗାର ମାନଙ୍କରେ। ଏବଂ ଯୋଉ ଅନ୍ୟ ଭାଗରେ ଥିଲା ସେ ଉଚ୍ଚ ସ୍ଥାନର ତଳକୁ ଥିଲା। ତ ଏଠାରେ ସାଧାରଣତଃ ମାନେ ସାଧାରଣ ଲୋକ ଅର୍ଥାତ୍ ଯୋଉମାନେ ସମାଜରେ ସାଧାରଣ ବର୍ଗ ଅର୍ଥାତ୍ କୃଷକ ଏବଂ ଶ୍ରମିକ ସେମାନେ ହିଁ ବାସ କରୁଥିଲେ, ମାନେ ତଳ ଭାଗରେ। ଏଇଭଳିଆ ଭାବରେ ସେମାନେ ନଗର ପରିକଳ୍ପନା କରିଥିଲେ ଏବଂ ନଗର ନିର୍ମାଣ କରୁଥିଲେ। ତାପରେ ନଗର ପରିକଳ୍ପନା ଯୋଉ ଥିଲା ଆଧୁନିକ ନଗର ପରି ଉନ୍ନତ ଥିଲା। ଦୀର୍ଘ ଏବଂ ପ୍ରଶସ୍ତ ରାସ୍ତା ସିଧା ଭାବରେ ସହର ମଧ୍ୟ ଭାଗରେ ଲମ୍ବି ରହୁଥିଲା। ଏଠି ଯୋଉ ଆମେ ରାସ୍ତା ଦେଖୁଥିବା, ରାସ୍ତା ଗୁଡାକ ଏଠି ଦେଖୁଥିବା, ଏଇଟା ରାସ୍ତା ଯୋଉଟା କି ମାନେ ଦୀର୍ଘ ଏବଂ ପ୍ରଶସ୍ତ ମାନେ ଲମ୍ବା ଥିଲା ଏବଂ ଚଉଡା ରାସ୍ତା ଥିଲା। ଆଉ ଯୋଉଟା କି ମଧ୍ୟ ଭାଗରେ ମାନେ ଯୋଉ ନଗର ଥିଲା ତାର ନଗରର ମଧ୍ୟ ଭାଗରେ ଲମ୍ବି ଥିଲା। ଶାଖା ରାସ୍ତା ଗୁଡିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା। ଅର୍ଥାତ୍ ସମକୋଣ ମାନେ ଜାଣିଥିବେ ଆମ ଡିଗ୍ରୀ, ମାନେ ଏଠି
जो रास्ता अच्छी परस्पर को 90 डिग्री रे छेद करथुले माने एई रास्ता एटी एरा गुटे रास्ता एटा गुटे रास्ता परस्पर को एठी 90 डिग्री रे केते को हमें ये करबा 90 डिग्री हबो तो सेही भलिया परस्पर को समकोण छेद करथला रास्ता गुडी को उत्तर रु दक्षिण को पूर्व रु पश्चिम को लंबितला अर्थात जो रास्ता गुडा थिला उत्तर रु दक्षिण एवं पूर्व रु पश्चिम लंबितला तो महेंद्रधार मुख्य रास्ता रो जो लंब अछि 800 मीटर एवं तार प्रस्थ बा ओसार 10 मीटर थिला रास्तार उभय पार्श्व रे जल और आवर्जना जीवा पई पक्का नाला रहउतला माने आज जो आधुनिक जुगर जो निर्माण कला अछि बा शहर सब जो निर्माण करा होछि सेही समय मध्य सेतेबेले माने आजिर भलिया उन्नत मानर शहर निर्माण कला से माने जानिछे रास्ता चौड़ा थिला ओसार थिला रास्तार उभय पार्श्व रे जल और आवर्जना जीवा पई पक्का नालार व्यवस्था रहउतला रास्ता गुडी को जो समग्र शहर वर्ग क्षेत्र बा एक क्षेत्र रे विभक्त होता तो रास्ता गुडी को परस्पर समकोण छेद करतला तेणु माने समग्र शहर वर्ग क्षेत्र आकार रे बा एक क्षेत्र रे विभक्त हेउतिला एबोले भाबरे हमर एठी हम चित्र देखबा पाउथबा जे केते सुंदर भाबरे सेही समय रे शहर सब निर्माण करा होतला आधुनिक शहर भलिया तापरे बासगृह रास्तार उभय पार्श्व रे बासगृह गुडी को योजना अनुसार निर्मित होतला आज दिन भी होउची तो सेही समय रे भी सुंदर भाबरे से माने बासगृह गुडी को निर्माण करथि माने रास्तार उभय पार्श्व आउ घर गुडी को पोडा इटा रे तयारी करा जाउतला आज भी हमें पोडा इटा रे तयारी करछु तो आज किसी विज्ञान उन्नति हेबा कारण रो पोडा इटा को छाडी करी मध्ये हमें माने फ्लैश जो व्यवहार करछु अन्य भी विभिन्न प्रकार इटा आज वैज्ञानिक प्रणाली निर्माण करा होछि ताको व्यवहार करछु किंतु से समय रे माने पोडा इटा रे से घर तयारी करछु आउ गृह गुडी को एक महला बा दुई महला विशिष्ट थिला माने एक महला बा दुई महला विशिष्ट थिला एवं आलोक वायु प्रवेश पाई झरका एवं द्वार रहउतला माने पूरा आधुनिक नगर निर्माण शैली हिसाब रे से निर्माण करथले माने घर भीतर को केमति आलोक प्रवेश करि परिबो वायु चलाचल ही परिबो से दृष्टि माने झरका एवं द्वार रहउतला ऊपर महला को जीवा पाई काठ रे तयारी सीढ़ी रहउतला जेतु सेही समय से माने सीमेंट रो व्यवहार जानि होतिले तेणु से माने कोन करथिले ना काठ आनिकरी काठ रे सीढ़ी तयारी करथिले एवं प्रत्येक बासगृह मध्य गोटे अगणा रहउतला आज दिन भी हमर जेमति अगणा रहउची सेही समय मध्ये से माने अगणा रखुथिले एवं अगणा निकट रे गाधवा घर रहउतला प्रत्येक घर रो मैला पानी एवं आवर्जना जीवा पाई छोट नळ रहउतला घर रो बाहरिया पाई एवं सेही नळ मुख्य नळ सहित संयोग होतला रास्ता कड रे जो मुख्य नळ थिला जोटि माने अपरिष्कार जल बा मैला पानी सब जाउतला सेही नळ सहित सेटा संयुक्त करा जाउतला एथिरु लोक माने स्वास्थ्य रक्षा विषय रे अधिक सचेतन ले बोली जणा पड़े आज जेमति हमें स्वच्छ भारत माने संदे काम करछु एवं भारत को स्वच्छ रखिया बे काम करछु कारण परिवेश यदि स्वच्छ रहिला ताहे हमें निरोग रहिबा से दृष्टिरु सेही समय मध्ये लोक माने स्वास्थ्य रक्षा दृष्टिरु अधिक सचेतन थिले एवं स्वच्छता प्रति बेसी ध्यान दउले तापरे काठ निर्मित घर छात समतल थिला माने काठ निर्मित घर जो छात थिला से समतल थिला एवं श्रमिक श्रेणी लोक माने एक कोठी विशिष्ट छोट घरे रहउथे जोटा कि कृषक एवं श्रमिक श्रेणी लोक माने छोटे छोटे घर रहउथे गोटे कोठी विशिष्ट घर शासक बा से समय राज कर्मचारी थिले व्यवसाय थिले से माने टिके बड़ घर रहउथिले एवं साधारण वर्गर लोक माने एक कोठी विशिष्ट घरे बसवास करुथिले कि हमें देखि पारुथबा माने ओ हिसाब रे माने घर गुडा को तयारी हेतिला एक महला दुई महला विशिष्ट एठे आ केमती सुंदर भाबरे तांगर घर अगणा पाखे केमती बगीचा आउ स्वच्छता दृष्टि भी देखिबा सेठी केते परिष्कार परिच्छन्नता देखा जाउछि तापरे स्नानागार हरप्पा सभ्यतार मुख्य आकर्षण थिला एक बृहत स्नानागार मोहेंजोदारो आविष्कृत होइथिबा एही स्नानागार आयतकार विशिष्ट थिला तो हरप्पा सभ्यतार मुख्य आकर्षण जोटा कि प्रत्नतत्त्वविद माने माटी तळ खोलिकरी आविष्कार करछन्ती जोटा कि एक विराट स्नानागार थिला जोटा कि आयतकार विशिष्ट थिला एहार लंब 55 मीटर एवं प्रस्थ 33 मीटर और गभीरता 8 मीटर थिला लंब केते थिला 55 मीटर आओ प्रस्थ 33 मीटर एवं
गभीरता 8 मीटर थिला एहार कांथ एवं पाहाच गुडिक पोड़ा इटारे तयारी हेउतला जेतु स्नानागार थिला तो पोड़ा इटारे ही जेंति हेले तयारी हबो नहले तो बुसुडी पड़िबो ना तो पोड़ा इटारे तयारी हेतिला एवं पाहाच गुडिक जलर तळ भाग पर्यंत लंबी थिला अर्थात जो गभीरता 8 मीटर थिला से 8 मीटर तळ जाय तांकर पाहाच गुडिक से माने निर्माण करथिले अर्थात उपरु तळकु लंबी थिला एवं पाहाच गुडिक ओसारिया थिला बहुत ओसार करके से माने तयारी करथिले तापरे स्नानागार उपरि भाग रे गोटे कूह थिला कूहरु जल नल साहित्य स्नानागार भर्ती कर अर्थात स्नानागार माने पानी भर्ती जेमती कराब तो ऊपर स्नानागार ठीक ऊपर को कूह थिला कूहरु पानी माने स्नानागार को आसला एवं स्नानागार निम्न भाग रे गोटे नाल तयारी थिला ता नल रे थिला जोठी की माटी तले बहुत दूर को लंबी जाइछला माने स्नानागार रे पानी अपरिष्कार होला परे से अपरिष्कार पानी को सेही भूतल बा सेही भूतल जो नल थिला सेही नल देकी सेटा बाहर को दूर को जाइकरी बाहर की पड़ुतला जहा द्वारा कोन होतला ना माने स्नानागार दूषित जल निष्कासित होतला एवं स्नानागार चारि पाखरे छोट छोट कोठरी मान रहितला कारण जो माने स्नान करबा को आसले तो स्नान कर सारला परे एठी तांगर माने पोशाक परिवर्तन हो बा जिंस पत्र रखिबा दृष्टि हो सेही पाखरे छोट छोट कोठरी मान रहितला सेही भलिया भाबरे एठी माने एक बृहत स्नानागार आविष्कृत हेछि जोटा कि आम चित्र देखा पाउथुवा जोटा कि आमर हरप्पा सभ्यतार मुख्य आकर्षण आजिकार आमर सचेतन कार्यक्रम भारत में प्रथम नगरीकरण ये समाप्त है प्रथम भाग एवं किसी प्रश्न उत्तर आम आलोचना करवा तो जी प्रश्न आम देखा पाउथुवा से प्रश्न गुड़िकर उत्तर आम देवा चेष्टा करवा तो हरप्पा सहर को किए आविष्कार कर बहुत सहज एवं सुंदर उत्तर प्रश्न अच्छी हरप्पा सहर को किए आविष्कार करते शीघ्र उत्तर देवा चेष्टा करवा हरप्पा सहर को किए आविष्कार करते कहवा तो जानी ना कहानी जे जड़े प्रथम थे महेंजोदारो अर्थ कौन महेंजोदारो अर्थ कौन धवणीपड़ा गवर्नमेंट यूपी स्कूल कहवा यूपी स्कूल भी कहवा महेंजोदारो अर्थ कौन महेंजोदारो अर्थ कौन जो स्कूल भी जदि आम कहीपर कहवा मृत नगरी बहुत सुंदर उत्तर धन्यवाद ठीक बहुत सुंदर उत्तर हरप्पा और महेंजोदारो सभ्यता को सिंधु सभ्यता कहीं कहुए हरप्पा और महेंजोदारो सभ्यता को सिंधु सभ्यता कहीं कहुए हरप्पा और महेंजोदारो सभ्यता को सिंधु सभ्यता कहीं कहुए स्कूल कहवा हरप्पा और महेंजोदारो सभ्यता को सिंधु सभ्यता कहीं कहुए ठीक अच्छे जाना सिंधु नदी उपत्यकार अवस्थित से समय सभ्यता सिंधु नदी कूल अवस्थित सिंधु सभ्यता कहुए जो मैंने सहर गुड़िकर उच्च भाग में बसवास करते तो नगर निर्माण शैली को दुई भाग में कराइला तो उच्च गोटे उच्च थिला एवं गोटे निम्न थिला तो उच्च भाग में बसवास करते को माने गवर्नमेंट गर्ल्स हाई स्कूल नुआगाँ कहवा उत्तर किसी जानी ना शासक राजकर्मचारी धर्मजाजक एवं बणिक श्रेणी लोक मैंने नगर उच्च भाग में बसवास करते जहाँकि दुर्ग परीक्षा पाचेरी द्वारा माने पाचेरी घेरी रही जो मैंने सहर निम्न भाग में बसवास करते भाग में कौन बसवास करते जानिले आम तो परवर्ती प्रश्न हूँ कौ मैंने सहर निम्न भाग में बसवास करते साधारण लोक कृषक एवं श्रमिक महेंजोदारो मुख्य रास्तार दैर्घ्य केते महेंजोदारो हाँ आवाज आवाज नुआगाँ स्कूल कहवा नुआगाँ बीएस स्कूल आवाज कह महेंजोदारो मुख्य रास्तार दैर्घ्य केते ठीक अच्छे जानी ना 800 मीटर लंब दैर्घ्य थिला 800 मीटर एवं 10 मीटर प्रस्थ थिला सिंधु सभ्यतार लोक मानकर घर गुड़िक केउथिरे तयारी हेइथिला बा सिंधु सभ्यतार लोक मानकर घर गुड़िक केउथिरे तयारी करथिले कोडाइटा तयारी करथिले महेंजोदारो स्नानागार आकार किपरि थिला से स्नानागार आकार किपरि थिला कहवा शीघ्र आयतकार थिला आयतकार हाँ बहुत सुंदर स्नानागार पहाच गुड़िक केउथिरे तयारी हेइथिला स्नानागार पहाच गुड़िक तयारी हेइथिला पोड़ा पत्थर नुह पोड़ा इटारे तयारी हेइथिला परवर्ती प्रश्न बंधनी मध्य उपयुक्त शब्द बाछी शून्यस्थान पूरण करवा हरप्पा सभ्यतार घर सीढ़ी घर जो सीढ़ी डैश रे तयारी होइथिला पत्थर इटा काठ इटा सीढ़ीटा कोठू तयारी होला ना
ଠିକ ଉତ୍ତର କହିବା ପାଇଁ ଚେଷ୍ଟା ଇଟା। କରିବା। ତା ସଠିକ ଉତ୍ତର ନୁହଁ। ସଠିକ ଉତ୍ତର ହଉଛି ପଥର ଯୋଉ ପଥର ଘରର ମହଲା ଉପରକୁ ଚଢିବା ପାଇଁ ତାଙ୍କର ଯୋଉ ବ୍ୟବସ୍ଥା କରୁଥିଲେ, ସିଡି ତିଆରି କରୁଥିଲେ, ସିଡି ମାନେ ବୁଝିପାରୁନ କି? ପାହାଚ ନୁହଁ, ସିଡି। ତ ସେଇ ସମୟରେ ଯେହେତୁ ସିମେଣ୍ଟ ବ୍ୟବହାର ନଥିଲା, ତ ଆଜି ଭଳିଆ ମାନେ କଂକ୍ରିଟ ରେ ବା ସିମେଣ୍ଟ ଇଏ ସବୁ ବ୍ୟବହାର କରିକି ଯେମିତି ଆମେ ସିଡି ତିଆରି କରୁଛୁ, ସେମିତି ସିଡି ନଥିଲା। ସେମାନେ କାଠରେ ତିଆରି ହଉଥିଲା, କାଠରେ ତିଆରି କରୁଥିଲେ। ହରପ୍ପା ସହରଟି ବର୍ତ୍ତମାନ ଦେଶରେ ଅବସ୍ଥିତ? ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ ପାକିସ୍ତାନ ବହୁତ ପାକିସ୍ତାନ ସୁନ୍ଦର ଉତ୍ତର। ପାକିସ୍ତାନ ଠିକ ଅଛି। ସହରର ରାସ୍ତା ଗୁଡିକ ଡ୍ୟାସ୍ ଥିଲା? ସିଧା, ଅଙ୍କା ବଙ୍କା, ତେର୍ଛା, ଗୋଲ। ସହରର ରାସ୍ତା ଗୁଡିକ କିପରି ଥିଲା? ଅଙ୍କା ଅଙ୍କା ବଙ୍କା ଅଙ୍କା ବଙ୍କା ଥିଲା। ଠିକ ଉତ୍ତର ଦେବା ପାଇଁ ଚେଷ୍ଟା କରିବା। ସିଧା ସିଧା ସିଧା। ଠିକ, ବହୁତ ସୁନ୍ଦର ଉତ୍ତର, ବହୁତ ଧନ୍ୟବାଦ। ତାପରେ ହରପ୍ପା ସଭ୍ୟତାର ଧ୍ୱଂସାବଶେଷ ଗୁଜରାଟର ଡ୍ୟାସ୍ ଠାରୁ ମିଳୁଛି? ଲୋଥାଲ, ଗାନ୍ଧୀନଗର, ଅହମ୍ମଦାବାଦ, ସୁରତ। ପୁରା ଠିକ ଉତ୍ତର। ସୁରତ ସୁରତ ନା, ସୁରତ ନୁହଁ, ଲୋଥାଲ। ମହେଞ୍ଜୋଦାରୋର ସ୍ନାନାଗାରର ଗଭୀରତା ଡ୍ୟାସ୍ ଥିଲା? 4 ମିଟର, 5 ମିଟର, 6 ମିଟର, 8 ମିଟର। ତାର ଗଭୀରତା କେତେ ଥିଲା? 8 ମିଟର। 8 ମିଟର 8 ମିଟର। ବହୁତ ଧନ୍ୟବାଦ। ଏବେ କିଛି ଗୃହ କାର୍ଯ୍ୟ ଦିଆଯାଇଛି। ହରପ୍ପା ସଭ୍ୟତାର ସ୍ନାନାଗାର ଉପରେ ଏକ ବିବରଣୀ ପ୍ରଦାନ କରିକି ନିଜର ଶିକ୍ଷୟିତ୍ରୀଙ୍କୁ। ତ ଆଜିର ଆମର 4ଥ ଅଧ୍ୟାୟର ଭାରତରେ ପ୍ରଥମ ନଗରୀକରଣର ଏହି ଆବାସୀ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଏଠି ସମାପ୍ତ କରୁଛୁ। ତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।